ବାହା ବାହାରେ ଶାଗୁଣା ବସିଲା ଚାଳେ ସରିଲାଣି ବେଳ ସେର ତ ପୁରିଲା ଧନ ନ ପକା ଚାଉଳ ଡାକିଲାଣି ଧନ ଦେଖ ଦୂରେ ଥାଇ କାଳ ଶୋଇଦେ ମୋତେ ମାଟି ମା କୋଳ ମାଟି ମା ଶାଗୁଣା ବସିଲା ଚାଳେ ସରିଲାଣି ବେଳ ସେର ତ ପୁରିଲା ଧନ ନପକା ଚାଉଳ ଏଣ୍ଡୁଅ ମଉସା ଏଣ୍ଡୁଅ ମଉସା ଏଣ୍ଡୁଅ ମଉସା ଏ ନିଅ ତମ ଯନ୍ତ୍ର ନିଅ ছি 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 লো ননি ছি 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 লো ননি ছি লো ছি লো ছি ধনকে চিনলু তাকে তু চিনলু মতে তু চিনলু নাই ছি 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 লো ননি ছি 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 লো ননি ছি লো ছি লো ছি এই শুন କେବଳ ଏଇଟା ପାଇଁ ତୁଟା ବଞ୍ଚିଗଲୁ ବେ ତୁ। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଶା ପ୍ରଭା ଟିଭିକୁ ଆପଣଙ୍କୁ ସ୍ୱାଗତ। ଆଜିର ବିଷୟବସ୍ତୁ ହେଉଛି ସାଧାରଣ ଲୋକର ଅସାଧାରଣ କାହାଣୀ। ଆଜି ଅଛନ୍ତି ଆମ ସହିତ ଯାତ୍ରା ଜଗତ ଦୁର୍ଦ୍ଦାନ୍ତ ଯୁବ ଖଳନାୟକ ଆଲୋକ ଭାଇ। ଆସନ୍ତୁ ଓଡ଼ିଶା ପ୍ରଭା ଟିଭିକୁ ସ୍ୱାଗତ କରିବା। ସର୍ବପ୍ରଥମେ ଭାଇ ଓଡ଼ିଶା ପ୍ରଭା ଟିଭି ଆପଣଙ୍କୁ ସ୍ୱାଗତ। ଜୟ ଶ୍ରୀ ଜଗନ୍ନାଥ। ସର୍ବପ୍ରଥମେ ଓଡ଼ିଶା ପ୍ରଭା ଟିଭିକୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ସେ ଭାଇମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଆଜି ଆମ ପାଖରେ ଆସି ପହଞ୍ଚି ଯାଇଛନ୍ତି। ଯାଉ ସେମାନଙ୍କ ପରିଶ୍ରମ ଅକ୍ଳାନ୍ତ ପରିଶ୍ରମ ଆଜି ଯାତ୍ରା ଜଗତକୁ ବହୁତ ଡେଭଲପ୍ କରାଇ ଦେଇଛି, ବହୁତ ଡେଭଲପ୍ କରାଇଛି। ମାନେ ଏତେ ଡେଭଲପ୍ କରାଇଛି ସେ କଥା ଆମେ ବି ଚିନ୍ତା କରିପାରିବୁନି। କାହିଁକି ସେମାନେ ଆମକୁ ନେଇକି ଲୋକମାନଙ୍କ ଜନ ସମାଜ ଆଗରେ ପହଞ୍ଚାଇ ଦେଉଛନ୍ତି। ତେଣୁ ସେମାନଙ୍କୁ ପ୍ରଥମେ ଧନ୍ୟବାଦ। ଅଗଣିତ ଦର୍ଶକ ବନ୍ଧୁମାନଙ୍କୁ ମୋର ମୁଣ୍ଡ ନୂଆ ପ୍ରଣାମ। ମୁଁ ଆଲୋକ ଦାସ, ମୋ ଘର ବାଲେଶ୍ୱର। ମୁଁ ଏୟା ଆସିକି ଯାତ୍ରାରେ ଅଛି, ଯାତ୍ରାରେ ରହୁଛି ଆଉ କ'ଣ। ଯାତ୍ରା କେତେ ବର୍ଷ ଆପଣଙ୍କର ଭାଇ ହେଲା? ଯାତ୍ରା ଜାନି ତ ବହୁତ ଦିନ ହେଲାଣି, କହିବା ପାଇଁ ଗଲେ 25 ବର୍ଷ ଉର୍ଦ୍ଧ୍ୱ ହେଲାଣି। କିନ୍ତୁ ମାନେ ଏ ଯେଉଁ ପାର୍ଟ କରିବା, ଅଭିନୟ କରିବା 10-12 ବର୍ଷ ହେବ। କେଉଁ ନାଟକରୁ ପ୍ରଥମେ ଆପଣ ଅଭିନୟ ଯାତ୍ରା ଆରମ୍ଭ କଲେ? ସଚିଦାନନ୍ଦ, ଯେଉଁ ବାବା ବଳିଆଙ୍କ ପାଦରେ କୋଟି କୋଟି ପ୍ରଣାମ। ସେତେବେଳେ ଅନନ୍ତ ଓଝା, ସ୍ୱର୍ଗତ ଅନନ୍ତ ଓଝାଙ୍କ ନାଟକ ମିଛେଇ ଝିଅ ନାଟକର 10 ନମ୍ବର ପାର୍ଟ କରିଥିଲି। ଏବଂ ସିଏ ସ୍ୱର୍ଗରେ ଅଛନ୍ତି, ଆମ ଗୁରୁ ଅନନ୍ତ ଓଝା। ସିଏ କହିଲେ ଏତେ ବଡ଼ ଟୋକାଟା କ'ଣ ତୁ ଗୀତ ଗାଇବୁ, ତୁ ପାର୍ଟ କର। ମୁଁ ସେଇଠୁ ଆରମ୍ଭ କରିଥିଲି କ୍ୟାରିୟର ପାର୍ଟ କରିବା। ମିଛେଇ ଝିଅ ନାଟକରୁ ମୁଁ ପାର୍ଟ କରିଛି। ମିଛେ ଯେ ନାଟକରୁ ବୋଧେ ସଂଳାପ ମନେ ନାହିଁ। ଆପଣଙ୍କ ମନକୁ ଛୁଇଁଲା ଭଳି ସଂଳାପ ବୋଧେ? ସେମିତି କହିହେବ, କିନ୍ତୁ ସେମିତି ଯେଉଁ ସେ ନାଟକ ମାନେ 4 ନମ୍ବର ପାର୍ଟ କରୁଥିଲି, 4-10 ନମ୍ବର ପାର୍ଟ। ସେଥିରେ ସବୁ ଥାଆନ୍ତି ଭଲ ଭଲ କଳାକାର, ସେ ତାଙ୍କ ପଛରେ ଆମେ ଗୋଡ଼େଇ ହେଇକି ଯାଉଥିଲୁ। ଇଚ୍ଛା ଥିଲା କଲୁ, ନହେଲେ ସଂଳାପ କହିବା ପାଇଁ ଗଲେ ସଂଳାପ ତ ବହୁ ସଂଳାପ ତ କଲେଣି। 10 ବର୍ଷ ଭିତରେ ସଂଳାପ ବହୁତ ସଂଳାପ ହେଲାଣି। ଯେତେବେଳେ ଖଳନାୟକ କରୁଛୁ ତାର ଗୋଟେ ଗୋଟେ ମାନିଆ ଡାଇଲଗ ଥିବ ସବୁ। ସେ ହେଉଛି ମୋ ନିଜ ନାଁରେ ଗୋଟେ ମାନିଆ ହେଇଥିଲା, ମୁଁ ଆଲୋକ ଭାରି ଚାଲାକ, ଇଜ ଦି ଭେରି ଭେରି ଖରାପ ଲୋକ, ଅନ୍ଧାରକୁ ମୁଁ ବହୁତ ଭଲ ପାଏ। ଏଇଆ ହେଉଛି। ପ୍ରଥମେ ଆପଣ ଯେଉଁ ଯାତ୍ରା ଜଗତକୁ ଆସିଲେ, କାହାକୁ ଦେଖିକି କାହାକୁ ଇନ୍ସପାୟାର ହେଇକି ଆସିଲେ କି ଆପଣ? ଯାତ୍ରାକୁ ତ ମୁଁ ପିଲାବେଳରୁ ମୋ ହେତୁ ହେଲା ଦିନ ଯାତ୍ରାକୁ ଭଲ ପାଏ। ଇଭିନ୍ ଯାତ୍ରା ସରିଗଲେ ମୁଁ ଯାତ୍ରାବାଲାଙ୍କ ପଛେ ପଛେ ପଳାଏ। ଏମିତି ଥିଲା, ଯାତ୍ରାକୁ ମୁଁ ବହୁତ ଭଲ ପାଏ। କାହିଁକି ମୋ ବାପା ଜଣେ ଗାଁରେ ଭଲ ଅଭିନେତା ଥିଲେ ସେତେବେଳେ, ତେଣୁ ମୁଁ ତାଙ୍କ ଜିନ୍ରୁ। ତେଣୁ ମୋର ଭାରି ଇଚ୍ଛା ଥାଏ, ଯାତ୍ରା ପ୍ରତି ଭାରି କମଜୋରି ଥାଏ। ତାପରେ ମୁଁ ସଙ୍ଗୀତ ଶିଖିଲି। ଯାତ୍ରାକୁ ନ ଆସିଲା ପରେ ସଙ୍ଗୀତ ଶିଖିଛି। ସଙ୍ଗୀତର ମୁଁ ବିଶାରଦ କରିଛି। ପ୍ରଥମେ ଇନଷ୍ଟ୍ରୁମେଣ୍ଟ ବଜେଇଲି ଯାତ୍ରାରେ, ଭାଉଲିନ୍ ପ୍ଲେୟର ମୁଁ। ଇନଷ୍ଟ୍ରୁମେଣ୍ଟ ବଜେଇକି ନାମ କରିଛି, ସେ ନାମ ବି ହେଇଛି। ଛୁଆ ବେ ହେଲା ବାଲା ବୋଲି ଆମର ଉତ୍ତର ବାଲେଶ୍ୱର ପୁରା ରେକର୍ଡ଼ କରିଥିଲା। ତାପରେ ଗୀତ ଗାଇଲି, ସଙ୍ଗୀତରୁ ବି ଭଲ ରେକର୍ଡ଼
ଥିଲା ଗୀତ ଗାଉଥିଲି ଯେତେବେଳେ ଭଲ ରେକର୍ଡ ଥିଲା। ତାପରେ ଯାତ୍ରାର ଗୋଟେ ଜିନ୍ ନ ରହିଲେ କେହି କଳାକାର ଆସିବେନି। ଏଟା ଗୋଟେ ଜିନ୍, ଏଟା ଗୋଟେ ସ୍ପିରିଟିକାଲି ଶକ୍ତି ଯେମିତି କୁହନ୍ତି, କଳାକାରଙ୍କ ପାଖରେ ଗୋଟେ ସ୍ପିରିଟିକାଲ ଶକ୍ତି ଥାଏ। ସେମିତି ମୋ ବାପାଙ୍କର ଟିକେ ଥିଲା, ତେଣୁ ତାଙ୍କଠୁ ମୁଁ ଜନ୍ମ ହେଲି, ମୋ ପାଖରେ ନିଶ୍ଚିତ ରହିବ କିଛି ଅଛି ଅଛି ଚାଲିଛି। ଆପଣ ଏତେ ବର୍ଷ ଯାତ୍ରା କରିବା ଭିତରେ ସବୁଠୁ ଆପଣଙ୍କୁ କୋଉ ନାଟକ ବହୁତ ମନକୁ ଛୁଇଁଛି ଆପଣଙ୍କର? କହିବାକୁ କଥା ଅନେକ ବାକି। ନାଟ୍ୟକାର ବୁଲୁ ବିଶ୍ୱାଳ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ। ସେ ନାଟକଟି ଉତ୍ତର ବାଲେଶ୍ୱର ପାଟିରେ ହେଇଥିଲା ଏବଂ ମୁଁ ସେଠି ପାଠ କରୁଥିଲି, ସେ ଖଳନାୟକ ପାଠ କରୁଥିଲି। ଏଇ ଯେଉଁ କହିଲି ଯେଉଁ ମାନିଆଟି, ସେଇ ନାଟକରେ। ସେଇ ନାଟକଟା ମୋତେ ପରିଚିତ କରିଦେଇଥିଲା ଉତ୍ତର ବାଲେଶ୍ୱରରେ। ତାପରେ ଏପଟକୁ ଆସିବା ମୋର ଏଇ 4 ବର୍ଷରେ ହେଇଛି। 4 ବର୍ଷ ଭିତରେ ମୋତେ ଲୋକ କେତିକି ଜାଣିଛନ୍ତି, କେତେ କ'ଣ ସେଟା ସେଇ ଦର୍ଶକ ବନ୍ଧୁ ଜାଣିଛନ୍ତି, ଲୋକ ଜାଣିଛନ୍ତି, ମୁଁ ଆଉ ଜାଣିନି ସେ ବାବଦରେ। ଏତେ ବର୍ଷ ଯାତ୍ରା କରିବା ଭିତରେ କ'ଣ ଦୁଃଖ କ'ଣ ସୁଖ ରହିଛି? ଦୁଃଖ ଯେତିକି ବି ଅଛି, ସୁଖ ତାଠାରୁ ଅଧିକା ଅଛି। ସୁଖ ଅଧିକା ଏଇଥିପାଇଁ ଅଛି, ଆମେ ଘର ଦ୍ୱାରା ବାପା ମା ଛାଡ଼ିକି ଆସିଛୁ, କିନ୍ତୁ ରାତି 4 ଘଣ୍ଟା ଆମକୁ ଯେଉଁ ସୁଖ ଦିଏ, ଦିନ ଦୁଃଖଟା ତାକୁ ବୁଡ଼େଇ ପାରେନି। ଦିନର ଯେଉଁ ଦୁଃଖଟା ସେଇଟାକୁ ସେ ମାନେ ଲିଭେଇ ଦେଇପାରେନି। ରାତି 4 ଘଣ୍ଟାର ସୁଖକୁ ଦିନ ଆଉ ଯେଉଁ ରହିଲା ଯେତିକି ଟାଇମ୍, ସେଇ ଦୁଃଖଟା ତାକୁ ହଜେଇ ଦେଇପାରେନି। ସେତିକି ସୁଖ ଆମକୁ ପୁରା ଟୋଟାଲ ଆତ୍ମାଟାକୁ ଶାନ୍ତି ଦିଏ। ସୁଖ ଦୁଃଖ ତ ରହିଛି, ଏଇଟା ଏକଦମ ପରଫେକ୍ଟ କଥା। ଯାତ୍ରାରେ ବର୍ତ୍ତମାନ ଦେଖାଯାଇଛି ଅଶ୍ଳୀଳତା, ଏ ନେଇ ଆପଣ କ'ଣ କହିବେ? ଅଶ୍ଳୀଳତା ଯାତ୍ରା ବାଲା କରୁନାହାନ୍ତି, ଯେଉଁମାନେ ଯାତ୍ରା କରୁଛନ୍ତି ସେମାନେ କରୁଛନ୍ତି କି? ସେମାନେ କରୁନାହାନ୍ତି। ମାଲିକ କରୁଛନ୍ତି କି? କରୁନାହାନ୍ତି। ଅଡ଼ିଏନ୍ସ କରୁଛନ୍ତି କି? କରୁନାହାନ୍ତି। ଏଥିପାଇଁ ଯଦି ମୁଁ କହିବି ମୋ ଚିନ୍ତାଧାରାରେ, କମିଟି ଲୋକଙ୍କର କିଛି ରହୁଛି। କାହିଁକି? ସେମାନେ ଯଦି ଗୋଟେ ପାର୍ଟିକି ନେଉଛନ୍ତି ଯାତ୍ରା କରିବା ପାଇଁ, ପାର୍ଟିର ଭିଜିଟ୍ ଅଧିକା 4 ଲକ୍ଷ, ଆମେ ଆକୁ ଆଣିଲେ ଧର ସେ ନିଶାକୁ କୁହନ୍ତୁ, ସେ ଯେଉଁମାନେ ସବୁ ଆସୁଛନ୍ତି ସେମାନଙ୍କୁ କୁହନ୍ତୁ ଆଇଟମ୍ ଗାର୍ଲ। ସେ ଆଇଟମ୍ ଗାର୍ଲ ତ ଆଉ କ'ଣ, ସେ ଆଇଟମ୍ ଗାର୍ଲ ଆସୁଛନ୍ତି, କିଛି ପଇସା ସେଲିଂ ହେଇଗଲେ ଆମେ ଯାତ୍ରାବାଲାକୁ ଦେଇଦେବୁ। କିଛି ମ୍ୟାନେଜମେଣ୍ଟ ଆମର ମାଲିକ ଅଛନ୍ତି, ନା ମୋର ପେଣ୍ଡେଲରେ ଚଢ଼ିବେ ନାହିଁ କହୁଛନ୍ତି। ଅଡ଼ିଏନ୍ସ କିଛି ଅଛନ୍ତି, ଆରେ ତମେ ଆଣୁଛ ବୋଲି ଅଡ଼ିଏନ୍ସ ଆସୁଛନ୍ତି, ତମେ ଯଦି ତମ ପେଣ୍ଡେଲକୁ ନ ଚଢ଼େଇବେ ତାହେଲେ ସେ ଆସିବେ କାହିଁକି? ତେଣୁ ଅଶ୍ଳୀଳତା ଏବଂ ନାଟକ, ଏଇ ଯେଉଁ ଯାଇକି କମିଟି ଲୋକ ପ୍ରଥମେ ଯାଉଛନ୍ତି, ଯଦି ସେମାନେ ନାଟକକୁ ଖୋଜନ୍ତେ, ଆଜ୍ଞା ଆପଣଙ୍କର କେଉଁ ନାଟକ ଭଲ ହେଇଛି, ନା ଇଏ କମିଟି ଯାଉଛନ୍ତି ଆଗେ ଯାଇକି କହୁଛନ୍ତି ଆପଣଙ୍କର କେଉଁ ଷ୍ଟାଫ୍ ଅଛନ୍ତି। ବୁଝିପାରିଲେ ନା କଥାଟା? ତେଣୁ ସମସ୍ତଙ୍କର ଦୋଷ ଅଛି। ତା ଭିତରେ କଳାକାର, ଯେଉଁ ଯେତିକି କଳାକାର ରହିଲେ, ସେମାନେ ମାନଙ୍କର କିଛି ଦୋଷ ନାହିଁ। କଳାକାର ମାନେ କ'ଣ କହୁଛନ୍ତି ଅଶ୍ଳୀଳତା ଆଣନ୍ତୁ, ତାଙ୍କୁ ଆଣନ୍ତୁ, କଳାକାର ମାନେ କେବେ ଚାହାନ୍ତିନି। ଅଶ୍ଳୀଳତା କରିବା କଥା ନୁହଁ, ହଉ ବି ନାହିଁ, କେଉଁ ଅନୁଷ୍ଠାନରେ ବି ହଉନାହିଁ, କିଏ ବି ପ୍ରଶ୍ରୟ ଦେଉନାହିଁ, କେଉଁମାନେ ବି ଦେଉଛନ୍ତି। ସେଇ କମିଟି ପିଲା ଆସିକି କହିବେ ଡ୍ୟାନ୍ସ ତମେ ନେକେଟ୍ କର, ଜବରଦସ୍ତ ତମକୁ କରିବା ପାଇଁ ବାଉଣ୍ଡ। ଆଉ କ'ଣ କଳାକାର ଯାଇ କହୁଛନ୍ତି ତମେ ଦିଅ ନେକେଟ୍ ବୋଲି? କମିଟି ବାଲା ଆଗୁଆ ଆସିକି କହିଦେବେ ଆଜ୍ଞା ଆମର ନେକେଟ୍ ଡ୍ୟାନ୍ସ ଟିକେ ଦରକାର। ତାହେଲେ ଏଥିପାଇଁ ଦାୟୀ କିଏ? ଏମାନେ ଯେତେବେଳେ କଳାକାର, କଥାରେ ଅଛି ସୁଲଜ ବଜାଏ ନିର୍ଲଜ ଗାଏ, ଅତି ପୁଡ଼ା ମୁହାଁ ଯେ ସେ ମଞ୍ଚକୁ ଯାଏ, ଏଟା କଥାରେ ଗାଉଁଲି କଥାରେ ଅଛି। ତେଣୁ ଏମାନଙ୍କର କ'ଣ ଅଛି? ଏମାନେ ଯାଉଛନ୍ତି, ମେକଅପ୍ ବୋଳୁଛନ୍ତି, ଯାଉଛନ୍ତି, କେଉଁଠି ଆମର କ'ଣ ହେଇଯାଉଛି କଲେ। ତେଣୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ମୋ ଜାଣିବାରେ କମିଟି।
କମିଟି ଯଦି ପ୍ରଶୟ ନ ଦିଅନ୍ତା ଯାତ୍ରା ମାଲିକ ଗୋଟେ ଆଣିପାରିବନି ଅଶ୍ଳୀଳ କମିଟି ଯଦି ପ୍ରଶୟ ନ ଦିଅନ୍ତା ନେକେଟ ହେନ୍ତାନି ନେକେଟ କେବେ ହେବନି କମିଟି ଆମେ ଗୋଟେ କମିଟି ଯାଇଥିଲୁ ଆପଣ ବିଶ୍ୱାସ କରିପାରିବେନି ଆମର ସେଇଟା କୋରାପୁଟ ଜୟପୁରରେ ସଚିଦାନନ୍ଦ ରହିଲା ବେଳେ ସନ୍ଧ୍ୟା 6ରୁ ଯାତ୍ରା ହେବ ସେମାନେ ମୋତେ କହିଲେ ଏଙ୍କରିଂ କିଏ କରୁଛି ମୋତେ ଡାକିଲେ କହିଲେ ଆଜ୍ଞା କିଛି କହିବା ଆବଶ୍ୟକ ନାହିଁ 3ଟା ଗୀତ ହେବ 3ଟା ଡ୍ୟାନ୍ସ ହେବ ଏବଂ ଯାତ୍ରା ଶୀଘ୍ର ଆରମ୍ଭ ହେବ କୌଣସି କଥା ଅଶ୍ଳେଷ ନୃତ୍ୟ କିଛି ହେଇପାରିବ ନାହିଁ ବୁଝିପାରିଲେ ନା କଥା ତେଣୁ ସେଟା ତ ସେମାନେ ସିଏ ବି ତ କମିଟି ସିଏ ବି ତ ଅଡ଼ିଏନ୍ସ କିଛି ହେଲାନି ନାଟକ 12ଟା ବେଳକୁ ସରିବ ଆମେ ଯିଏ ଯା ଘରକୁ ଯିବୁ ତେଣୁ ଅଶ୍ଳୀଳତା ଏଇମାନେ କରଉଛନ୍ତି ଜବ ବାଧ୍ୟ କରୁଛନ୍ତି ଯେମାନେ ତମେ ଲଙ୍ଗଳା ହୁଅ ବୋଲି ଆମେ ଯେ କାହାକୁ ଦୋଷ ଦଉଛେ ସେୟା ନୁହେଁ ସମୟ ଆସିକି ସେଇ ଜାଗାରେ ପହଞ୍ଚି ଯାଇଛି ଆମେ କ'ଣ କରିବୁ ବର୍ତ୍ତମାନ ନାଟକ ଆଉ ପୂର୍ବର ନାଟକ ଭିତରେ କ'ଣ ପାର୍ଥକ୍ୟ? ପୂର୍ବର ନାଟକ ଆଉ ବର୍ତ୍ତମାନ ନାଟକ ପୂର୍ବର ନାଟକ ସେତେବେଳେ ନାଟକ ଯେଉଁ ସାର୍ ଯେଉଁମାନେ ଚାଲିଗଲେଣି ଆମ ପୂର୍ବ କଥା ତ ବହୁ ପୂର୍ବ କଥା ତ ମୁଁ କହିପାରିବିନି କାରଣ ମୋ ବୟସ ବହୁତ କମ୍ ତେଣୁ ମୁଁ ସେଗୁଡ଼ା କଥା କହିପାରିବି ନାହିଁ ତଥାପି ବର୍ତ୍ତମାନ ନାଟକ ଯେଉଁ ସମାଜ ଉପଯୋଗୀ ହେବା ଦରକାର ଏଇଆ ହେଉଛି କଥା ଆଉ ଯେମିତି ଆଗରୁ ଗୋଟେ ନାଟକ ହେଲେ ଭାଇ ଭଉଣୀ ବାପା ମା ସବୁ ବସି ଦେଖିପାରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ କାହିଁକି ବସି ଦେଖିପାରୁନାହାନ୍ତି? ବର୍ତ୍ତମାନ ସମୟରେ ଇଏ ପୁରା ଅଶ୍ଳେଷ ଭାଷା କହି ଦେଉଛନ୍ତି ଦ୍ୱର୍ଥକ ସବୁ ଶବ୍ଦ କହୁଛନ୍ତି ବୁଝିପାରିଲେ ତେଣୁ ସେଥିପାଇଁ ସମସ୍ତେ ଦାୟୀ ଯଦି ଜଣେ ମାଲିକ ଚାହିଁବେ ନା ମୋ ନାଟକର ଏଇଆ ହେବ ଆପଣ ଏଇଆ ଲେଖିବେ ଏଇଆ ହେବ ତାହେଲେ ହେବ ମାଲିକ ଯଦି କିଛି ନ କହିଲେ ଏଥିପାଇଁ ବହୁ ମାନେ ମୁଁ ବି ଏଇ 2 ବର୍ଷ 3 ବର୍ଷ ହେଲା ଦେଖୁଛି ବହୁ କଳାକାର ବି ଭୁଲ ମାଗିଛନ୍ତି ଏଇସବୁ ବାବଦରେ ଆଲୋଚନା କରିକି ଯେଉଁ ମିଡ଼ିଆ ମାଧ୍ୟମରେ ଆଲୋଚନା କରିକି ବହୁ କଳାକାର ବି 2-3 ଜଣ କଳାକାର ଆମ ଗୁରୁମାନଙ୍କୁ ଭୁଲ ମାଗିଛନ୍ତି କିଏ ଛାତ୍ରଙ୍କୁ ଭୁଲ ମାଗିଲେଣି ଏଇସବୁ ବାବଦରେ ଆଲୋଚନା କରିକି ତେଣୁ ଆମେ ଯେତେବେଳେ ସବୁ ଜାଣିପାରୁଛୁ ଯେ ଏଇଟା ହେଉଛି ଭୁଲ ଏଇଟା ହେଉଛି ଠିକ୍ ଆମେ ଜାଣିକି ଚୁପ୍ ଯେହେତୁ ଆମେ ନବପିଢ଼ି ଯେଉଁମାନେ ଧରି ରଖିଛନ୍ତି 25 ବର୍ଷ 40 ବର୍ଷ 50 ବର୍ଷ 60 ବର୍ଷ ଅନୁଷ୍ଠାନରେ ସବୁ ରହିଲେଣି ସବୁ ଯେଉଁମାନେ ବଡ଼ ବଡ଼ ହସ୍ତି ସବୁ ଅଛନ୍ତି ଯେଉଁମାନଙ୍କୁ ଆମେ ଭୀଷ୍ମ କହୁଛେ କି ପିତାମହ ଯାତ୍ରା ଜଗତର କହୁଛେ ସେମାନେ ଯଦି ବୁଡ଼ି ବସନ୍ତେ ଯେ ଏଇ କଥାଟା ଏଇଆ ହେବ ଯେଉଁମାନେ ଆମ ଉପରେ ଲିଡର ଅଛନ୍ତି ଆମ ସିନିୟର ଅଛନ୍ତି ଯେଉଁମାନେ ଆମର ଧର ସଂଘ ଅଛି କି ଆମର ଗୋଟେ ଗୋଷ୍ଠୀ ଅଛି ଯଦି ସେମାନେ ଧରନ୍ତେ ନା ଆମେ ଏଇଟା କରିବୁ ନାହିଁ ତାହେଲେ ହେବ ନାହିଁ ନୁହଁ କି ଆମେ ତ ନବପିଢ଼ି ଆମକୁ କିଏ ପଚାରେ ତେଣୁ ଆମେ କହିଲେ କିଛି ଲାଭ ବି ହେବନି କି ଆମ ଦ୍ୱାରା କି ଶାଗ ବି ସିଝିବନି ହଁ ଯଦି ଆମେ ଯାତ୍ରା ଛାଡ଼ି ଦେଇକି ଯାଇକି ମିଡ଼ିଆ ବାଲା ସାମ୍ନାରେ ଖାସ୍ କହିବୁ ଏମିତି ସେମିତି ତାହେଲେ ହୁଏତ ହାଇଲାଇଟ୍ ହେଇଯାଇପାରୁ ନହେଲେ ଏଠି ରହିକି ଆମେ କିଛି ଏଠି ରହିଲେ ଆମେ ସେ କେଟେଗୋରୀର ମଣିଷ ନୁହେଁ କାହାରି କିଛି ମୋ କଥା ମୁଁ କହିବି ମୁଁ କାହାରି କିଛି କୁହେ ନାହିଁ ଆପଣଙ୍କ ମନ ଛୁଇଁଲା ଭଳି ପଦେ ସଂକଳ୍ପ ସଂଳାପ କ'ଣ ସଂଳାପ ମୋର କାହିଁ ହଉ କହିବା ବୋଉ ମୁଁ କିଏ ବୋଉ କହିଛି ତୁ ମୋ ପୁଅ ନା ମୁଁ ତ ପୁଅ ନୁହଁ ଅପା ମୁଁ କିଏ ତୁ ମୋ ଭାଇ ନା ଭାଇ ନୁହଁ ବାବା ମୁଁ କିଏ ତୁ ଗୋଟେ ଘୋଡ଼ା ମାତାଲି ନା 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 ମୁଁ ମାତାଲି ନୁହଁ
ରଜା ରଜା ମୁଁ ବାହାରେ ଶାଗୁଣା ବସିଲା ଚାଳେ ସରିଲାଣି ବେଳ ସେର ତ ପୁରିଲା ଧନ ନ ପକା ଚାଉଳ ଡାକିଲାଣି ଧନ ଦେଖ ଦୂରେ ଥାଇ କାଳ ଶୋଇଦେ ମୋତେ ମାଟି ମା କୋଳ ମାଟି ମା ଶାଗୁଣା ବସିଲା ଚାଳେ ସରିଲାଣି ବେଳ ସେର ତ ପୁରିଲା ଧନ ନପକା ଚାଉଳ ଏଣ୍ଡୁଅ ମଉସା ଏଣ୍ଡୁଅ ମଉସା ଏଣ୍ଡୁଅ ମଉସା ଏ ନିଅ ତମ ଯନ୍ତ୍ର ନିଅ। ସେ ହିରୋଇନ କହିଛି ଯେ ମୁଁ ତମ କଥାରେ ରାଜି। ଛି 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 ଲ ନନି ছি 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 ଲ ନନି ছি ଲ ছি ଲ ছি ধনকে চিনলু তাকে তু চিনলু মতে তু চিনলু নাই ছি 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 ল ননি ছি 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 ল ননি ছি ল ছি এই শুন କେବଳ ଏଇଟା ପାଇଁ ତୁଟା ବଞ୍ଚିଗଲୁ ବେ ତୁ। ବର୍ତ୍ତମାନର ଯୁବକ ଏବଂ ଯୁବତୀ ବହୁତ ଯାତ୍ରା ମୁହାଁ ହେଉଛନ୍ତି, ଏ ନେଇ ଆପଣ କ'ଣ କହିବେ? ସିଏ ତ ମୁଁ ଭାରି ଆନନ୍ଦ। ନବପିଢ଼ି ଯେତେ ଯାତ୍ରା ଦେଖିବା ପାଇଁ ଆସିବେ ସେତେ ମୁଁ ଆନନ୍ଦ। ସେଟା ଆପଣ କହୁନାହାନ୍ତି ସମସ୍ତେ ଯୁବତୀ ଯେତିକି ନବପିଢ଼ି ସିଏ ଆସୁଛନ୍ତି କ'ଣ ଯାତ୍ରା ଦେଖୁଛନ୍ତି? ଜମା ଯାତ୍ରା ଦେଖୁନାହାନ୍ତି। ସିଏ ଖାଲି ରେକର୍ଡ ଡ୍ୟାନ୍ସ ମେଲୋଡ଼ି ଦେଖିଲେ ତାପରେ ଉଠିଲେ ଚାଲିଲେ ମଟର ଖାଇଲେ ନବପିଢ଼ିଙ୍କ କଥା କହୁଛି। ଯଦି କହିଲେ ଆଉ ଯିଏ ଭାଇ ଭଉଣୀ ଆସୁଛନ୍ତି ସେ ତ ଅଲଗା କଥା, ଭାଇ ଭଉଣୀ ନହେଲେ ଯୁବତୀ ଆଉ ଯୁବକ ଯେଉଁ ଆସୁଛନ୍ତି ସେମାନେ ଯାତ୍ରା ଦେଖୁନାହାନ୍ତି, ଜମା ଯାତ୍ରା ଦେଖୁନାହାନ୍ତି। ନା ଅଲଗା ଯୁବକ ଯୁବତୀ ଚାହିଁଲେ ତ ଯାତ୍ରାରେ ଆସିକି ଆକ୍ଟିଂ କରିବେ, ଏ ନେଇ ସୁଯୋଗ? ହଁ ସୁଯୋଗ ମିଳୁଛି। ବହୁତ ନୂଆ ପିଲା ଆସୁଛନ୍ତି, ବହୁତ ନୂଆ ପିଲା ଆସୁଛନ୍ତି। ଆଜି ଦେଖନ୍ତୁ ତୁଳସୀ ଦେଖନ୍ତୁ, ଯେତେ ବଡ଼ ସବୁ ଏ କ୍ଲାସ୍ ଅନୁଷ୍ଠାନ ଦେଖନ୍ତୁ, ସେମାନେ ଟୋଟାଲ ସବୁ ପ୍ରାୟ ନୂଆ ପିଲାଙ୍କୁ ଦେଉଛନ୍ତି। ଆମେ କଲ୍ କରି ମରିଗଲୁ, ଆମେ କଲ୍ କରୁଛୁ ଆଜ୍ଞା ଆମକୁ ରଖୁନାହାନ୍ତି। ସେ ଯିଏ ଟିକେ ସୁନ୍ଦରିଆ ଫିଗର ଅଛି ସେ ଆମ ଦୟାନା ଗୋଟେ ବଢ଼ିଆ କଥା କହିଥିଲେ ମୋର ମନ ଅଛି। ଘୋଷି ଶିଖିଛି, ଚେହେରା ଅଛି, ସିଏ ରହିବ ଯାତ୍ରାର ମାଲିକ ମାନେ ରଖୁଛନ୍ତି। ଯାତ୍ରା ବାଲାକୁ ରଖୁନାହାନ୍ତି ଆଉ। କିନ୍ତୁ ଯାତ୍ରା ଆଉ ଫିଲ୍ମ ଭିତରେ ତ ଭାଇ ବହୁତ ଫରକ, କାହିଁକି ନା ଯାତ୍ରା ଯେମିତି ୱାନ୍ ଟେକ୍ ସଟ୍ କିନ୍ତୁ ଫିଲ୍ମରେ କଟ୍, କିନ୍ତୁ ସେଇ ହିସାବରେ ସେତିକି ସେମାନେ ଭଲ ପରଫର୍ମାନ୍ସ କରିପାରୁଛନ୍ତି କି ଷ୍ଟେଜରେ ଫିଲ୍ମ ଆକ୍ଟର ମାନେ? ହଁ ସମସ୍ତେ ପାରୁନାହାନ୍ତି, କରୁଛନ୍ତି। ଯେହେତୁ ସେମାନେ ପାଠ ପଢ଼ିକି ଆସିଛନ୍ତି, ସେ କୋର୍ସ କରିକି ଆସୁଛନ୍ତି, ଶିକ୍ଷିତ ପିଲା, ବଡ଼ ଲୋକିଆ ପିଲା, ସେମାନେ କି ଛୋଟ ଲୋକ। ଆମେ ଯେଉଁ ମାନେ ଜିରୋରୁ ଆଜି ଏତିକି ପର୍ଯ୍ୟନ୍ତ ଅଛି ସେମାନେ ସେୟା ନୁହନ୍ତି। ଆମେ ମୋ କଥା ମୁଁ କହିବି, ଟଙ୍କା 30,000ର ସଚିଦାନନ୍ଦର ମୁଁ ଚାକିରି କରିଥିଲି ବର୍ଷରେ, କିନ୍ତୁ ସେମାନେ 17 ଲକ୍ଷରୁ ଷ୍ଟାର୍ଟ କରୁଛନ୍ତି। ବୁଝିପାରିଲେ ନା କଥାଟା? ତେଣୁ ଏଇଆ ହେଉଛି କଥା। ସେମାନେ ଆସିଲେ କିଏ ବି ପାରୁଛି, ଲୋକ କେତେ ଗ୍ରହଣ କରୁଛନ୍ତି ସେମାନେ ଜାଣିଛନ୍ତି। ଆମ କହିବାରେ ଯେହେତୁ ଆମେ ବି ଜଣେ କଳାକାର, ସେମାନେ ବି ଆସିଛନ୍ତି ପେଟ ପାଇଁ, ଆମେ ବି ଆସିଛୁ ପେଟ ପାଇଁ। ସମସ୍ତଙ୍କର ଅର୍ଥ ଦରକାର। ତେଣୁ ଆଉ ସବୁ ପରେ ବି ଯାତ୍ରା ବାଲା ଯଦି 5 ଜଣ ନ ରହିବେ ଯାତ୍ରାରେ, ଯାତ୍ରାକୁ ଦେଖିପାରିବେନି ଆପଣ, ଭଲ ଲାଗିବନି ଆପଣଙ୍କୁ। ଯାତ୍ରାଟା ସବୁବେଳେ ଯାତ୍ରା ଆଜ୍ଞା। ଯାତ୍ରା ହେଉଛି ମେଲୋ ଡ୍ରାମା। ଆପଣ ଯେତେ ନ୍ୟାଚୁରାଲ କରନ୍ତୁ, ଯାହା କରନ୍ତୁ, ଆପଣଙ୍କୁ ଗୋଟାଏ ସିନ୍ ମେଲୋ କରିବା ପାଇଁ ପଡ଼ିବ, ଯାତ୍ରା କରିବା ପାଇଁ ପଡ଼ିବ। ସେ ହେଉଛି ଯାତ୍ରା। ଯାତ୍ରାରେ ଭାଇ କୁହାଯାଉଛି ଅଧିକା ପଇସା ଅଛି, ଏ କ'ଣ ସତ କଥା ଭାଇ? ହଁ ସମସ୍ତଙ୍କ ପାଇଁ ନୁହଁ, କିଛି ବଡ଼ କଳାକାର ମାନେ କିଛି ଅଛନ୍ତି ଯେଉଁମାନେ ନାମ କରିଯାଇଛନ୍ତି, ଯେଉଁମାନେ ଆଜିକା ଡେଟ୍ରେ ଆଗ ଧାଡ଼ିର କଳାକାର, ସେମାନେ ପଇସା ପାଉଛନ୍ତି। ଯାତ୍ରାର ଗୋଟେ ବଡ଼ କଣ୍ଟ୍ରୋଭର୍ସି ଆମେ ଦେଖିଛୁ କି ବଡ଼ ବଡ଼ କଳାକାର ମାନେ ଭଲ ଭଲ ପାର୍ଟ ନେବେ, ଆଉ ଯେଉଁ ଛୋଟ ଛୋଟ କଳାକାର ମାନେ ରହିଲେ ସେମାନଙ୍କୁ ଅଣଦେଖା କରାଯାଏ, ଏ କଥା କ'ଣ ସତ?
ଶୁଣନ୍ତୁ ସେମାନେ ଯେ ବଡ଼ କଳାକାର ଅଧିକା ପାର୍ଟ ନେବେ ଯେତେ ପର୍ଯ୍ୟନ୍ତ ସେ ପାରୁଛନ୍ତି ଧର ମେମୋରିଟା କାମ କରୁଛି ସେ ନେବା ପାଇଁ ଚେଷ୍ଟା କରିବେ। ଯେତେବେଳେ ମେମୋରି କାମ ନ କରିବ ସେତେବେଳେ କ'ଣ କରିବେ ଧର ମନେ ରହୁନି ସେମାନେ ଆଉ ନେଇକି ପାରିବେ କି? ତେଣୁ ସେମାନେ ପାରୁଛନ୍ତି ବୋଲି ନେଉଛନ୍ତି। ସେମାନେ ପାରୁଛନ୍ତି ବୋଲି ହିଁ ନେଉଛନ୍ତି। ଯେତେବେଳେ ନ ପାରିବେ ସେତେବେଳେ ଅଟୋମେଟିକ୍ ସେ କମିଯିବେ। ଅଟୋମେଟିକ୍ ସେ କହିବେ ନା ମୋର ସେ ପିଲାଟାକୁ ଦିଅ, ସେ ପିଲାଟାକୁ ଦିଅ, ମୁଁ ଲିଡର ତ ଅଛି ସେ ପିଲାଟାକୁ। ସାର୍ଙ୍କୁ ବି କହିବେ ଯାଇକି ସାର୍ ଟିକେ କମେଇ ଦିଅନ୍ତୁ। ଏମିତି ବି ମୁଁ ଶୁଣିଛି, ମୋ ଯାତ୍ରା ଜୀବନରେ ବି ଶୁଣିଛି ଏମିତି। ଆପଣ ଯେଉଁ ଯାତ୍ରାରେ ଦୁର୍ଦାନ୍ତ ଖଳନାୟକ ଅଭିନୟ କରୁଛନ୍ତି, ପ୍ରଥମେ କାହାକୁ ଦେଖି ନା ଆପେ ଆପେ ଆପଣଙ୍କ ଷ୍ଟାର୍ଟିଂରୁ ଜର୍ଣ୍ଣିଂରୁ ଆପଣ ଭିଲେନ୍ ଖଳନାୟକ ହିସାବରେ ଅଭିନୟ କରୁଛନ୍ତି? ଦୁର୍ଦାନ୍ତ କିଏ? ଆପଣ ମୁଁ ଦୁର୍ଦାନ୍ତ? ନୂଆ ସୁଦୁ ଯୁବକ ନୂଆ ଆଉ କ'ଣ? ତେଣୁ ଦୁର୍ଦାନ୍ତ ଖଳନାୟକ ସେଇମାନଙ୍କୁ କୁହାଯାଏ ଯେଉଁମାନେ ଦେଖନ୍ତୁ ସଞ୍ଜୟ ଭାଇନା, ସଞ୍ଜୟ ବଳ, ଅଭିନ୍ନ ପାଢ଼ୀ, ଆମର ଦୈତାରୀ ପଣ୍ଡା, ଯେଉଁମାନେ ସବୁ ଆଗରୁ ସବୁ ମାନେ ସେମାନଙ୍କୁ ଦୁର୍ଦାନ୍ତ ଖଳନାୟକ କୁହାଯାଏ। ଆମେ ଦୁର୍ଦାନ୍ତ ନୁହେଁ, ଆମେ ହେଲେ କ'ଣ ମାନେ କରୁ କରୁ ହେଇଯାଉଛି, ଏଗୁଡ଼ା କରୁ କରୁ ଗୋଟେ ହେଇଯାଉଛି ଆଉ କ'ଣ, ଏଗୁଡ଼ା ସବୁ ଗଡ୍ ଗିଫ୍ଟ। ଏଗୁଡ଼ା ସିଏ କୁହନ୍ତି, ବହୁତ ଲୋକ କୁହନ୍ତି ରେ ସିଏ ତା ଭଳି କଲା, ସିଏ ତା ଭଳି କରିଦେଲା। ନା ନା, କରୁ କରୁ ଯାହା ହେଇଯାଉଛି। ହଉ ହଉ, ଯେଉଁଟା ହେଇଯାଉଛି ଯାଉଛି, ଯେଉଁଦିନ ନ ହେଉଛି ନାହିଁ, କିନ୍ତୁ ଚେଷ୍ଟା ରହିଲେ ହବ ଆଉ କ'ଣ। ଗୋଟେ ଜିନିଷ ଦେଖାଯାଇଛି କି ଯେ ଗୋଟେ ସାଧାରଣ ଲୋକ ଯେମିତି ଲାଇଫଷ୍ଟାଇଲ ସେ ଦିନରେ କାମ କରୁଛି, ରାତିରେ ସେ ଶୋଉଛି, କିନ୍ତୁ ଆପଣ ଟୋଟାଲି ଓଲଟା। ଏକୁ କେମିତି ଆପଣ ମ୍ୟାନେଜମେଣ୍ଟ କରୁଛନ୍ତି? ଅଳ୍ପ ଦିନ ବଞ୍ଚିବା ଆମେ, ଆୟୁଷ କମ୍। ପଚାରୁନାହାନ୍ତି କାହିଁକି? ପ୍ରକୃତିର ବିପର୍ଯ୍ୟୟରେ ଆମେ ନୁହଁ। ଭଗବାନ ରାତି ତିଆରି କରିଛନ୍ତି, ପିମ୍ପୁଡ଼ି ସହ ଯେଉଁମାନଙ୍କ ଗଛ ଅଛି ସେମାନେ ଶୋଇବେ। ଆମେ ରାତି 11ଟା ବେଳକୁ ଯାଇକି ଡାକିବା ଆସରେ, ଆମେ ଆଜି ଯାତ୍ରା କରିବା, ତୁମେ ସବୁ ଦେଖିବ ଆସ। ରାତି ସାରା ତାଙ୍କୁ ଉଠା ପକା, ସେମାନେ ଉଠା ପକା, ଆମେ ଉଠା ପକା। ତେଣୁ ଆମେ କେତେ ଦିନ ବଞ୍ଚିବୁ? 60 ବି ନୁହଁ ଆମର। ମେଡ଼ିସିନ ପେଟି ଧରିକି ଘୁରି ବୁଲୁଛେ ଯେମିତି ଔଷଧ ବେପାରୀ ଆମେ ଯାଉଛେ, ଔଷଧ ବେପାରୀ ଚାଲିଛି ସମସ୍ତେ। ଯେ କେହି ଜଣେ ଔଷଧ ଖାଉନାହାନ୍ତି ସେୟା ନୁହେଁ, ସମସ୍ତେ ଔଷଧ ଖାଉଛନ୍ତି। କିଏ ପେଟ ପାଇଁ, କିଏ ଛାତି ପାଇଁ, କିଏ ପିଠି ପାଇଁ, କିଏ କମର ପାଇଁ, କିଏ ଗୋଡ଼ ଆଣ୍ଠୁ, ଆଉ ମୁଁ କହିପାରିବିନି ସବୁ। ତେଣୁ ଭଗବାନଙ୍କ ବିପର୍ଯ୍ୟୟରେ ଯିଏ ଯାଇଛି, ଗାନ୍ଧାର୍ବ ବିଦ୍ୟା ଥିଲା ସେତେବେଳେ ବି ଥିଲା। ଦେବତାମାନଙ୍କର ଯେଉଁଟାକି ଆମ ଶାସ୍ତ୍ରଟାକୁ ତ ଆମେ ତ ମାନେ ଅମାନ୍ୟ କରିପାରିବୁନି। ଶାସ୍ତ୍ରକୁ ଆମେ ଅମାନ୍ୟ କରିପାରିବୁ କି? ପାରିବୁନି। ତେଣୁ ଶାସ୍ତ୍ରରେ ଥିଲା ସେତେବେଳେ ଗାନ୍ଧାର୍ବ ବିଦ୍ୟା, ଇନ୍ଦ୍ର ସବାର ହେଉଥିଲା, ନାଟକ ହେଉଥିଲା, ନାରଦ ଏମିତି ସବୁ ଥିଲେ, ସେମିତି ସବୁ ଅଛି। କିନ୍ତୁ ବର୍ତ୍ତମାନ ସେତେବେଳେ କ'ଣ ହେଉଥିଲା ନା, ସେତେବେଳେ ସେମାନେ ଘଣ୍ଟେ 2 ଘଣ୍ଟା, ବର୍ତ୍ତମାନ ଇଏ ପୁରା କଳିଯୁଗ, ୟାକୁ ରାତିରେ କରିଦେଇଛନ୍ତି। ରାତିରେ ଆମେ ମାନେ ଖାଇ ପିଇ ମାନେ ସଜବାଜ ହେଇ ଯାଇକି ବସିକି ଦେଖିବା ରାତିରେ। ଲାଇଟ୍ ଫାଇଟ୍ ନହେଲେ ଯାତ୍ରା ହେବନି। ସେଇଟାକୁ ଯଦି ଏମାନେ ଦିନରେ କରିଦିଅନ୍ତେ, ଯାତ୍ରା କ'ଣ ଲୋକ ଦେଖନ୍ତେନି? ଦେଖନ୍ତେ ନା। ଆଗରୁ ଏତେ ଏଲଇଡି ଲାଇଟ୍ ଡିଜିଟାଲ ସାଉଣ୍ଡ ନଥିଲା, ବର୍ତ୍ତମାନ ଏଲଇଡି ଲାଇଟ୍ ଡିଜିଟାଲ ସାଉଣ୍ଡ ବଡ଼ ଗେଟ୍, ଏ ନେଇ କ'ଣ ଯାତ୍ରାରେ ଅଧିକ ଅର୍ଥ ଉପାର୍ଜନ ହେଉଛି? ହଁ ହେଉଛି। ଯାତ୍ରାର ଲସ୍ ନାହିଁ, ମାଲିକମାନଙ୍କର ଲସ୍ ନାହିଁ। ଏମାନେ ଖାଲି ଆମକୁ ଦେଖାଉଛନ୍ତି, ଆପଣମାନଙ୍କୁ ଦେଖାଉଛନ୍ତି। ଯଦି ଠିକ୍ ଭାବେ ଠିକ୍ ୟୁଟିଲାଇଜ୍ କରିବ, ପଚାରନ୍ତୁ ଯାଇକି ରଙ୍ଗମହଲ ମାଲିକଙ୍କୁ, ପଚାରନ୍ତୁ ସତ୍ୟ ମାନେ ସ୍ୱର୍ଣ୍ଣମହଲ ମାଲିକଙ୍କୁ, ପଚାରନ୍ତୁ କୋଣାର୍କ ମାଲିକଙ୍କୁ, କେଉଁ ଦିନ ଲସ୍ ହେଇଛି ତାଙ୍କର? ଲସ୍ ନାହିଁ। ତେଣୁ ଇନଭେଷ୍ଟଟା ଯଦି ଆପଣ ସେଇ ହିସାବରେ କରିବେ, ବିଜନେସଟାକୁ ଯଦି ଆପଣ ବିଜନେସ୍ ଭଳି ଭାବିକି କରିବେ, ତାହେଲେ ଲସ୍ ହେବନି। ନହେଲେ ତ ଆପଣ ମାଲିକମାନେ ଏମିତି ମାଲିକ ଅଛନ୍ତି, କିଛି ପଇସା ଇଆଡ଼େ ସିଆଡ଼େ ଦେଉଛନ୍ତି, ସେ କଥା କହି ହେବନି। ଆଉ ନହେଲେ ସବୁ ପରେ ବି ଯାତ୍ରା ସବୁବେଳେ ଯାତ୍ରାର ଲସ୍ ହେବ ନାହିଁ, ଆପଣ ଯଦି ଠିକ୍ ହିସାବରେ ଚାଲିବେ। ଆଉ ତାପରେ କିଛି ଲୋକ ହାତ ମାରଣା, ଧର 5,000 ହେଲା, ସେଣୁ 2,000 କେଉଁଠି ଅଜାଗାରେ ଖର୍ଚ୍ଚ ହେଇଥିବ, ସେମିତି ଲସ୍ ହେବନି? ହେବ ନା। ଆଉ ଏଇଆ ହେଉଛି କଥା।
ବର୍ତ୍ତମାନ ଭାଇ ଆପଣ କେଉଁ ପାଟେ କାର୍ଯ୍ୟରତ? ବର୍ତ୍ତମାନ ଗ୍ରାଣ୍ଡ ମହଲ ଯାତ୍ରା ଗ୍ରାଣ୍ଡ ମହଲରେ ଅଛି। ଗ୍ରାଣ୍ଡ ମହଲରେ ସୁନ୍ଦର ସୁନ୍ଦର ନାଟକ ଚାରି ଗୋଟି ଅଛି। କାହ୍ନାରେ ତ ବାଟରେ ରହିଛି ଚାହିଁ, ସ୍ୱାମୀ ସିନ୍ଦୁରକୁ ଭରସା ନାହିଁ, କଙ୍କାଳ କାନ୍ଦୁଛି, ଆଖି କାନ୍ଦୁଛି ନା ଲୁହ କାନ୍ଦୁଛି, ଚାରି ଗୋଟି ନାଟକ। ଭଲ ପ୍ରଶଂସନୀୟ ନାଟକ ହେଇଛି। ଚାରିଖଣ୍ଡ ଯାକ ନାଟକ ଭଲ ହେଇଛି। ଏବଂ ଭାଇରାଲ ନାଟକ ହେଉଛି କଙ୍କାଳ କାନ୍ଦୁଛି, ଅନୁସନ୍ଧାନ ନାଟକ। କଙ୍କାଳ କାନ୍ଦୁଛି। ସେ ନାଟକର ପଦେ ସଂକଳ୍ପ। ନାଇଁ, ମୁଁ ସେଇଟାର ଅପ୍ ଅଛି। ସେ ନାଟକରେ ମୋର ଅନୁସନ୍ଧାନ ନାଟକରେ ମୁଁ ଅପ୍ ଅଛି, ଅପ୍ ନେଇଛି। 3 ଖଣ୍ଡ ନାଟକର ପାର୍ଟ ଅଛି। ଏ ତ ଥିଲେ ଯାତ୍ରା ଜଗତର ଯୁବ ଖଳନାୟକ ଆଲୋକ ଭାଇ। ସଫଳତା ଏବଂ ବିଫଳତାର ଯାତ୍ରା ଦର୍ଶକ ବନ୍ଧୁମାନଙ୍କୁ କହିଲେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।